ମୁଁ ଆଜି ଯାହା ପେପରରେ ଦେଖୁଥିଲି ଦୀପାଲି ଦାସର ସ୍ପଷ୍ଟତା ଆପଣମାନେ ଦେଖୁଛନ୍ତି। ବିଗତ ଦିନରେ ତାଙ୍କର କଥା ଯଦି କହିବା ଆଜି ନେଡ଼ିଗୁଡ଼ କହୁଣୀକୁ ବହିଯାଇଛି, କିନ୍ତୁ ସେହି ସମୟରେ ତାଙ୍କର ଆଭିମୁଖ୍ୟ କ'ଣ ଥିଲା, ଆଜି କ'ଣ ଆଭିମୁଖ୍ୟ ଅଛି। ଆଜି ପେପରରେ ଯାହା ପ୍ରକାଶ ହୋଇଛି, ମୁଁ ପେପରର ପ୍ରକାଶିତ ଶବ୍ଦକୁ ଆପଣଙ୍କ ପାଖରେ ରଖିବା ପାଇଁ ଚାହେଁ ଯେ ମୁଁ ଲିଖିତ ଆକାରରେ ଦେବି ଆଉ କେତେ ଦିନ। ଏ ପ୍ରକାର ପରିସ୍ଥିତିରେ ଏ ବିଷୟକୁ ନିଶ୍ଚିତ ଭାବରେ ଗୁରୁତର ସହିତ ସରକାର ବିଚାରକୁ ନେବେ। ଯେକୌଣସି ପରିସ୍ଥିତି ବି ଆସୁ ସରକାର ପ୍ରତ୍ୟେକ ପ୍ରକାର ପରିସ୍ଥିତିକୁ ସମ୍ମୁଖୀନ ହୋଇ କାମ କରିବେ। ଏ ପ୍ରକାର ଦୃଢ଼ତା ଅଛି ଏ ସରକାରଙ୍କର। ଏ ସରକାର ଲୋକଙ୍କର ସରକାର ଥିବା ଦୃଷ୍ଟିରୁ ଆମେ କୌଣସି ନା କୌଣସି କ୍ଷେତ୍ରରେ ବି ଆମେ ପଛକୁ ଆମେ ଘୁଞ୍ଚିବୁ ନାହିଁ, ଆଗକୁ ବଢ଼ିଯିବୁ। ତାର ସ୍ପଷ୍ଟତା କିଛି ହେଇନାହିଁ। ସ୍ପଷ୍ଟତା ଆସିଲେ ଆମେ ନିଶ୍ଚିତ ଭାବରେ ଆମେ ପୂର୍ବରୁ ଚୁପ୍ ରହିଥିଲେ, ଏବେ କାହିଁ କହୁଛନ୍ତି ସିବିଆଇ ତଦନ୍ତର ଆବଶ୍ୟକତା ରହିଛି? ସେ ପ୍ରଶ୍ନର ଉତ୍ତର ମୋ ପାଖରେ ମୁଁ କେମିତି ଜାଣିବି, କିନ୍ତୁ ସେ ପ୍ରଶ୍ନର ଉତ୍ତର କିନି ସେ ଦୀପାଲିରୁ ଆମେ ନେବାର ଆବଶ୍ୟକ ଅଛି। ସେ ସିବିଆଇ ତ ବହୁତ ଦୂରର କଥା। ସେ ନିଜ ବାପା ମରିଗଲା, କିନ୍ତୁ ସେ ବାପା ମରିଗଲେ ବି ମୋ ବାପା କେମିତି ମରିଲେ ଏ ପ୍ରକାର ବି ଯଦି ଟିକେ କ୍ରନ୍ଦନ ଯଦି ଓଡ଼ିଶାର ଜନସାଧାରଣ ଶୁଣିଥାନ୍ତେ, ବହୁତ ହୁଏ ଆମେ ଯେଉଁ କଥା କହୁଥିଲୁ ସେ କଥାର ଗୋଟେ ଯଥାର୍ଥତା ଗୋଟେ ମିଳିଥାନ୍ତା। କିଛି ବି ଆସିଲାନି। ଏ ପ୍ରକାର ଅନେକ କଥା ଅଛି, ସେଟା ସମୟ ଆସିଲେ ସବୁ ବାହାରିବ।